ଆପଣ ମାନେ ଭେଣ୍ଡି ତରକାରୀ ଭେଣ୍ଡି ଭଜା ଖାଇକି ବିରକ୍ତ ହେଲେଣି କି? ଆପଣ ମାନେ ନିହାତି ମୋ ରୋଷେଇ ଦେଖନ୍ତୁ ଆଉ ଘରେ ବନାନ୍ତୁ। ଦେଖନ୍ତୁ ମୁଁ ଅଳ୍ପ କିଛି ଭେଣ୍ଡି ନେଇଛି, ତାକୁ ଭଲ ଭାବରେ ଧୋଇ ନେଲି, ତାପରେ ଗୋଟେ କପଡ଼ାରେ ପୋଛି ନେଲି, ତାପରେ ଗୋଟେ ଛୁରୀ ସାହାଯ୍ୟରେ ତା ଭେଣ୍ଡି ପଛପଟ ଅଗପଟକୁ କାଟିନେଲି, ତାପରେ ସରୁ ସରୁ କରିକି ଭେଣ୍ଡିକି ଭଲ ଭାବରେ ଡିଜାଇନ୍ କରି କାଟିନେଲି। ଦେଖନ୍ତୁ ଭେଣ୍ଡି କଟା ଆମର ରେଡ଼ି ହେଇଗଲା। ତାପରେ ଦେଖନ୍ତୁ ସବୁଗୁଡ଼ା ଭେଣ୍ଡିରେ ଲୁଣ ହଳଦୀ ଲଙ୍କାଗୁଣ୍ଡ ଦେଇକି ଭଲ ଭାବରେ ଗୋଳେଇ ନେବି। ଏପଟେ ଦେଖନ୍ତୁ ଭେଣ୍ଡି ପାଇଁ ଅରୁଆ ଚାଉଳ ରଖିଥିଲି, ଅରୁଆ ଚାଉଳ ବି ଭିଜିଗଲାଣି। ତାକୁ ଗୋଟେ ଗ୍ରାଇଣ୍ଡର ଜାରରେ ଲଙ୍କା ଅଦା ଜିରା ରସୁଣ ପାଣି ଦେଇକି ବାଟି ନେବି। ତାପରେ ଗୋଟେ କଂସାକୁ ଉଜାଡ଼ି ଦେବି, ତା ସାଙ୍ଗରେ ଲୁଣ ହଳଦୀ ଲଙ୍କାଗୁଣ୍ଡ ବେସନ 2 ଚାମଚ କଟା ପିଆଜ ଦେଇକି ଭଲ ଭାବରେ ଗୋଳେଇ ନେବି। ଭେଣ୍ଡିକି ଯେଉଁ ମ୍ୟାରିନେଟ୍ କରି ରଖିଥିଲି ଭେଣ୍ଡିକି ତା ସାଙ୍ଗରେ ଦେଇକି ଏପଟେ ଦେଖନ୍ତୁ ତାୱାରେ ରିଫାଇନ୍ ତେଲ ଦେଇକି ଭେଣ୍ଡିକି ସେ ବେସନ ପିଠଉରେ ଗୋଳେଇକି ଭଲ ଭାବରେ ତାୱାରେ ଦେଇଦେବି। 5-10 ମିନିଟ୍ ଛାଡ଼ିଦେବି। ତାପରେ ଓଲଟ ପାଲଟ କରିକି ଏପଟ ସେପଟ କରିକି ଭେଣ୍ଡି ପିଠଉ ଆମର ରେଡ଼ି ହେଇଗଲା। ଆପଣମାନେ ପଖାଳରେ ଖାଆନ୍ତୁ କିମ୍ବା ସନ୍ଧ୍ୟାବେଳେ ଖାଆନ୍ତୁ, ବହୁତ ବଢ଼ିଆ ହେଇଛି। ଆପଣମାନେ ନିହାତି ମୋ ଭିଡ଼ିଓ ଲାଇକ୍ କରିବେ।